ଆଉ ଗୋଟେ କଥା ଶୁଣି ରଖନ୍ତୁ, ଆପଣମାନେ ଆଉ ଥାନାକୁ ଯାଆନ୍ତୁନି। ଥାନାକୁ ଆଉ ଯିବେ ମାନେ ଆପଣମାନେ ମରିବେ। ଯେଉଁ ଥାନାକୁ ଯିବେ ସିଏ କହିବେ ଆମେ ରଖିବୁନି, ସିଏ ରଖିବେନି। ଏସ୍ପି ସାର୍ଙ୍କୁ ଖାସ୍ କରି ମୋହନ ମାଝୀ ସାର୍ଙ୍କୁ ଅନୁରୋଧ ମୋର, ଯଦି ଆଉ ଦେଖିପାରୁଛନ୍ତି ତାହେଲେ ଏରା କରନ୍ତୁ। ଏସ୍ପି ସାର୍ ଯଦି ଏରା ବୁଝିପାରୁଛନ୍ତି, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି ଏଇ ଜିନିଷଟା ଭଲସେ ବୁଝନ୍ତୁ, ତଦନ୍ତ କରନ୍ତୁ। ଦୁର୍ଗା ମିଶ୍ର, ଟୁଲୁ, ସତ୍ୟନାରାୟଣ ଶତପଥୀ, ଚିଆଁ ଓରଫ ଅଜୟ ଆଚାର୍ଯ୍ୟ, ବିନୁ ପଣ୍ଡା, ପିଣ୍ଟୁ ନାୟକ, ସୂର୍ଯ୍ୟନାରାୟଣ ମାହୁତ ଓରଫ ବାପୁନି, ବେଲଦଳ ଟୁଟୁ, ଇଏ ଜୀବନ ପ୍ରତି ମୋ ଦାୟୀ। ଆଉ ଏମାନେ ଗୋପୀନାଥପୁର ମୁଁ ଯେଉଁ ରହୁଛି ମୁକୁନ୍ଦ ମିଶ୍ର ନଗର ଭିତରେ, ଇ ଚାରିପାଖରେ ମୋର ଶତ୍ରୁ କ୍ରିଏଟ୍ କରିଦେଇଛନ୍ତି। ମୋ ଯିବା ଆସିବା ବାଟରେ ମଧ୍ୟ ମୋର ଶତ୍ରୁ ଅଛନ୍ତି। ଯଦି ମୋର କୌଣସି ବି କେତେବେଳେ ଟିପ ବାଜେ, ମୋ ପାଇଁ ବର୍ତ୍ତମାନ ଏମାନେ ତ ଦାୟୀ ରହିବେ ନିଶ୍ଚିନ୍ତ, ଆପଣମାନେ ଶୁଣିପାରୁଥିବେ। ତା ବ୍ୟତୀତ ସଦର ଥାନା ଆଉ ଯାଇଥିବା ମୁଁ ସିଂହଦ୍ୱାର ଥାନା, ସାବଧାନ ଗଲେ ସାବଧାନ କହୁଛି ସିଂହଦ୍ୱାରକୁ ଦିଅ, ସିଂହଦ୍ୱାର କହୁଛି ତହଥାନ ଦିଅ। କେସ୍ ଲେଖା ହେଇଛି ଆଇନ ଅନୁସାରେ ଯେଉଁଠିକି କେସ୍ ଯିବ ସିଏ ରଖିବ। ତାହେଲେ ଏଇଟା କେଉଁ ଆଇନ କେସ୍ ରଖିବେନି। ତେଣୁକରି ତାକୁ ପେଲୁଛି ତାକୁ ପେଲୁଛି। ତା ତ ସାଧାରଣ ଜନତା ଜାଣିଦିଅନ୍ତୁ ଯେ ଆପଣ ହଣା ଖାଇସାରିଲା ପରେ ମରିସାରିଲା ପରେ ଆପଣଙ୍କ ବାପା ମା' ବାଇଟ୍ ଦେବେ ଯେ ମୋ ପୁଅ ମରିଗଲା, ପୂର୍ବ ଶବ୍ଦ କେନ୍ଦ୍ର କରି ତାଙ୍କର ସେ କେସ୍କୁ ସେ ଫାଇଲ୍ ପକାଇଦେବେ। ଏମିତି ହଜାର ଲୋକ ମରୁଛନ୍ତି, ଆପଣ ହିଁ ମରିଯିବେ। ତେଣୁ ପୋଲିସ ଅଧିକାରୀ, ତା ଅପେକ୍ଷା ଆପଣଙ୍କ ହାତରେ ଯଦି କିଛି ହୋଇପାରୁଛି କରନ୍ତୁ, ନାହିଁ ତ ମରନ୍ତୁ। ସିଧା କଥା। ନହେଲେ କିଛି ନ କରିପାରୁଛନ୍ତି ଘରେ ବସନ୍ତୁ। ଆପଣ କାମ କରନ୍ତୁ। ମୁଁ ଆପଣଙ୍କ ପାଇଁକା ମୁଁ ବି ନିଜେ କାଲିଠୁ ଚୁଡ଼ି ପିନ୍ଧି ବସିବି। ଚାରିପଟେ ଶଙ୍ଖା ଆପଣମାନେ ହିଁ ପିନ୍ଧି ଦିଅନ୍ତୁ। ନାହିଁ ତ ଯଦି ଆପଣମାନେ ଠିକ୍, ତାହେଲେ ପୋଲିସ ଥାନାକୁ ଘେରାଉ କରାଯାଏ। କାଲି ସକାଳୁ ଥାନା ଘେରାଉ କରାଯାଏ। ଯଦି ଆପଣ ମଧ୍ୟ ମତାମତ ଅଛନ୍ତି, ମୁଁ କାହିଁ ଯିବି? ମୁଁ ତ ଫାଶୀ ଦେବି କି ଯାହା କରିବି। ଏଥିପାଇଁ ସଦର ଥାନା ଆଉ ଆମର ସିଂହଦ୍ୱାର ଥାନା ଦାୟୀ। ଏଇ ପିଲାମାନଙ୍କ ନାଁ ମୁଁ କହିଲି, ମୋତେ କୁହନ୍ତି 11 ମାସ ତଳେ କ'ଣ କରିଥିଲା ମୁଁ ଜାଣିନି, ଆମେ କହିପାରିବୁନି, ଇଏ ହେଇପାରିବନି। 11 ମାସ ତଳେ ଆଜ୍ଞା ମୋତେ ପିଣ୍ଟୁ ନାୟକ, ପିଣ୍ଟୁ ପଣ୍ଡା ଧମକାଇଥିଲେ। ମୋର ଗାଡ଼ି ଚାବି ଛଡ଼େଇକି ମୋତେ ହତ୍ୟାର ଦ୍ୱାରା ଆକ୍ରମିତ କରିବାକୁ ଚେଷ୍ଟା କରିଥିଲେ। ସେ ଭୟରେ ମୋ ବାପା ମା' ମୋତେ ନେଇକି କହିଥିଲେ ବାହାରକୁ ପଳା। ମୁଁ 10 ମାସ ଭୁବନେଶ୍ୱର ପଳାଇଥିଲି। 10 ମାସ 2 ମାସ ଭିତରେ ମୋ ଗାଣ୍ଡିରେ ଦୁର୍ଗା ମିଶ୍ର, ସତ୍ୟନାରାୟଣ ଟୁଲୁ, ଅଜୟ ଆଚାର୍ଯ୍ୟ ଏସବୁ ମିଶି ମୋ ଗାଣ୍ଡିରେ ଲାଗିଲେ। ପିଣ୍ଟୁ ନାୟକ ଭିତରେ ଥିଲା ବନ୍ଧୁକ କେସ୍ରେ। ତାପରେ ଆସିଲା ପରେ ବର୍ତ୍ତମାନ ସିଏ ମଧ୍ୟ ମୋ ସତ୍ୟନାରାୟଣ ଶତପଥୀ କେଉଁଠୁ ଏତେ ପଇସା ଆଣୁଛି ମୁଁ କହିପାରିବିନି। ସିଏ ବି ତଦନ୍ତ କରାଯାଉ। ଆଉ ସିଏ ଆଣିକି ମଦ କାହାକୁ ପିଆଉଛି, କ'ଣ କରୁଛି, ସେ ମୋତେ କାହିଁ ମାରିବାକୁ ଚେଷ୍ଟା କରୁଛି ସେଟା କହିବ। ସେ ଗାଳି ମନ୍ଦ କରିବାର ଭିଡ଼ିଓ ମୋ ପାଖରେ ଅଛି। ଯେତେବେଳେ ଆପଣ ମୋତେ ମାଗିବେ ମୁଁ ଆପଣଙ୍କୁ ଦେଇପାରିବି। ଆଉ ସିଏ କ'ଣ ପାଇଁ ପାଲା କଲେ ତାଙ୍କୁ ହେଲ୍ପ କରୁଥିବା ଲୋକମାନଙ୍କ ନାଁ ମଧ୍ୟ ମୁଁ ଏଠାରେ ମେନସନ୍ କରିବି। ଯଦି ସକାଳେ ମୋ ଘର ହେଲା MM ନଗର ମାୱଲ ଫ୍ୟାକ୍ଟ୍ରି ଫତେଗଡ଼ ସାମ୍ନା। ଯଦି କାଲି ସକାଳୁ ମୋ ଘର ପାଖକୁ ମିଡ଼ିଆ ଆସିବ, ତାହେଲେ ମୁଁ ଏଠାରେ ବାଇଟ୍ ଦେବି କିଏ ଏଠାରେ ଥିଲେ ଇନଭଲ୍ଭ। ମୁଁ ଏଥରକ ଜୀବନ ପ୍ରତି ବିପଦ ମୁଁ ଭୟ କରୁନାହିଁ। ତେଣୁକରି ମୁଁ ମରିବାକୁ ରାଜି ଅଛି। ବର୍ତ୍ତମାନ ଯାହା ହେବ ଏଥରକ ସେଇ ଜଗନ୍ନାଥ ଜାଣିଥିବେ। ଜଗନ୍ନାଥଙ୍କର ଶରୀର ଖରାପ ଥିବାରୁ ମୁଁ ଦେଉଳି ରହିପାରୁନଥିଲି। ଆଉ ଏଇ 3 ଦିନ ଭିତରେ ମୋତେ ମାନସିକ ଅଶାନ୍ତି ମିନିମମ୍ ଦୀର୍ଘ 2 ବର୍ଷ ହେଲା ଦେଇସାରିଲିଣି। ଯଦି ମୋର କିଛି ଦାୟୀ ହୁଏ ମୁଁ ଦୁଇ ଥାନାରେ ଫେରିକି ହେଇଛି। କାଲିର CCTV ଯଦି ଚେକିଂ କରାଯାଏ ଆପଣ ଦେଖିବେ ଆମେ ମା' ପୁଅ 2 ଜଣ ଫେରିକି ଆସୁଛୁ 2 ଥାନାରୁ। ଆଉ ତାଙ୍କ ଥାନାରେ ଯଦି ସିଂହଦ୍ୱାର ଥାନାରେ ଦେଖିବେ ମୁଁ FIR ଫାଡ଼ିକି ଆସିଛି ସେଠି ଫୋପାଡ଼ିକି। କାହିଁକି ନା ସେମାନେ ତାଙ୍କ କଥା କହୁଛନ୍ତି, ମୁଁ କ'ଣ ଦେଲି କ'ଣ ନାହିଁ ସେ ତାଙ୍କ କଥା ଲେଖିବାକୁ ମୋତେ କହୁଥିଲେ। ତେଣୁକରି ଦୟାକରି SP ସାର୍ ଯଦି ସତରେ SP ସାର୍ ଆପଣ କିଛି କହୁଛନ୍ତି ଆପଣଙ୍କର ଅପରେସନ୍ ଚକ୍ର କି ଆପଣ କିଛି ଜାଣିଛନ୍ତି କିଛି କରିପାରିବେ, କରିକି ଦେଖାନ୍ତୁ। ନାହିଁ ମୁଁ ତାହେଲେ ଆପଣ ଆସିକି
ସକାଳେ ଯେମିତି ମୋ ଘର ପାଖକୁ ମିଡ଼ିଆ ଆସି ପହଞ୍ଚିଥିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ପୋଲିସ ପ୍ରଶାସନକୁ କେହି ବିଶ୍ୱାସ କରିବେନି ଆଜ୍ଞା। ପୋଲିସ କିଛି ବିଶ୍ୱାସ କରିବେ, ଯାଇ ହଇରାଣ ହେବେ, ମରିବେ। ମା ପୁଅ ଯାଇକିରି 4 ଘଣ୍ଟା, ସକାଳ 4 ଘଣ୍ଟା କୋର୍ଟରେ ଲେଖାଲେଖିରେ, ଆଉ 4 ଘଣ୍ଟା ଥାନାରେ, ଫାଇଦା କିଛି ନାହିଁ। କେସ୍ ଦେବାକୁ କେବେ ଯିବେନି ଆଜ୍ଞା। ଏମାନେ କହୁଛନ୍ତି ଆପଣଙ୍କୁ ଯିଏ ମାରୁଛି ତମେ ହଣା ଖାଇକି ଆସ, ମରିକି ଆସ। ମଲେ ଏମାନେ ଯାଇକିରି FIR ଲେଖିବେ, ଇଏ ତାକୁ ହାଣିଥିଲା, ସିଏ ତାକୁ ମାରିଥିଲା, ତାପରେ ଲେଖିବେ FIR। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୃତ୍ୟୁ ହେଲା। ଯେତେବେଳେ ଆମେ କହିଲୁ ଆଜ୍ଞା ଏଇମାନେ ଶତ୍ରୁ ଡକାଅ, ପାଖରେ ପାଖକୁ ଡକାଅ, ଏଇମାନେ ଦାୟୀ, ସେତେବେଳେ କେମିତି ଆକ୍ସନ୍ ଆପଣ ନେଲେନି ଆଜ୍ଞା। 4 ଘଣ୍ଟା ମା ପୁଅ ଏଗ୍ରି ଯାଇଲି। ମୋ ମା ହାର୍ଟ ପେସେଣ୍ଟ, ବ୍ଲଡ଼ ପ୍ରେସର ରୋଗୀ, ବାପା ମୋର ହେଉଛି ହ୍ୟାଣ୍ଡିକ୍ୟାପ୍ ରୋଗ। ଆମମାନଙ୍କର ଭିତରୁ ଯିଏ ବି ମରିବ ଏଇ ଦାୟୀ ରହିବେ। ଯାହାର ଟିକିଏ ବାଜିବ, ମୁଁ ବି କହୁଛି ପୋଲିସ ପ୍ରଶାସନ ଚାଲିଛି ପକେଇକିରି, ଆପଣମାନେ ବି ମନେ ରଖିଥାନ୍ତୁ, ଆପଣଙ୍କର ମାନଙ୍କର କି ବାପା ମା ଘର ଦ୍ୱାର ଅଛି। ଖାସ୍ କରି SP ସାର୍ଙ୍କୁ ଅନୁରୋଧ କରି କହୁଛି, ଏ ଭିଡ଼ିଓ ମୁଁ ଆପଣଙ୍କ ପାଇଁ ହିଁ ଛାଡ଼ୁଛି। ଯଦି କରିପାରିବେ ଏଇ ଯୋଡ଼ାକ IAS କି ସସ୍ପେଣ୍ଡ କରନ୍ତୁ। ମୋ ନାଁରେ ଯଦି କିଛି କେସ୍ ବି ଯାହା ବି ଥାଏ ବି ଆପଣ ବି କରିପାରିବେ। ମୋ ଥାନାକୁ ପଠାନ୍ତୁ, ମୋ ଜେଲ୍ ପଠାନ୍ତୁ, ମୁଁ ଯିବି, କିନ୍ତୁ ଏମାନଙ୍କୁ ଆଗ କରନ୍ତୁ। ସାଧାରଣ ଜନତା ମୋ ଭଳି ବହୁ ହଇରାଣ ହେଉଥିବେ। ମୁଁ ତ ବାହାସାହା ହେଇନି, ଯେ ବାହାସାହା ହେଇକିରି ଯାଇକିରି ଯାଉଥିବେ, କାହାର ପିଲା ଥିବ ମରୁଥିବେ, ଏମାନେ ତାଙ୍କୁ ସାହାଯ୍ୟ କରୁନଥିବେ ଆଜ୍ଞା। ଆମକୁ କହୁଛନ୍ତି ଆମେ ଗୋଟେ କଥା ଲେଖିଲାକୁ ସେ କହୁଛନ୍ତି ଆଉ ଗୋଟେ କଥା ଲେଖ। ଇଏ କହୁଛି ସେ ଥାନାକୁ ଯା, ସେ କହୁଛି ସେ ଥାନାକୁ ଯା। ଚାଲିଛି ଲୁଚୁକାଳି ଖେଳ ଆଜ୍ଞା, ବହୁ ଲୁଚୁକାଳି ଖେଳ ହେଇଗଲା ଆଜ୍ଞା। ଏଥରକ ଫେସ୍ ଟୁ ଫେସ୍। ଆଜିଠୁ ଆଜ୍ଞା ମୁଁ ହାଇଲାଇଟ୍ ହେଲି, ଜାଣିଛନ୍ତି କ'ଣ ପାଇଁ କହିଲେ ଆଜ୍ଞା? ଏଥରକ ଆଜ୍ଞା ମୁଁ ମଲେ କି ମୋ ଘରର ଯାହା ବି କିଛି ଦାୟୀ ହେବେ, ମୁଁ ସିଧା କହିବି ଏଇମାନେ ଦାୟୀ। ମୁଁ ଯାଇଥିଲି, ଲୋକ କ'ଣ କୁହାହେଇଛି ଆଜ୍ଞା, ଦେଖୁଛନ୍ତି ଜିନିଷଟା, ୟାର ପାୱାର ଗୋଟେ ହତିଆର ପାୱାର ବହୁତ କମ୍। ମୁଁ ଏଇ ପାୱାର ୟୁଜ୍ କଲି, ହାରିଗଲି। ଠିକ୍ ଭୁଲ, ମୁଁ ଭୁଲ ଥିଲି। ରହିଲି ଆଜ୍ଞା। ଯଦି କିଛି ଆପଣ ହାତରେ କରିପାରିବେ ମୋତେ ଜଣେଇବେ। ଯଦି ଆପଣ ଜଣେଇ ପାରିବେ, ମିଡ଼ିଆ ଭାଇମାନେ ଦେଖୁଛନ୍ତି, ସିଧା ମୋ ଘର ପାଖକୁ ଆସିବେ। ମୁକୁନ୍ଦ ମିଶ୍ର ନଗର, ମୋ ନାଁ ନୃସିଂହ ନାରାୟଣ ସାହୁ, MM ନଗର, ପତିଆ ବାଟି ସାମ୍ନା।